ओम कृष्णाय वासुदेवाय देवकी नंदनाय च नंदगोपकुमाराय गोविंदाय नमो नमः। षष्ठ अध्याय श्रीमद्भागवत गीता। कच्छिन्नो भयविभ्रश्च छिन्ना भ्रमिवनश्यति अप्रतिष्ठो महाबाहो विमूढ़ो ब्रह्मणः पथि। हे महाबाहु, कौन से भगवत प्राप्ति मार्गरे मोहित ଓ ଆଶ୍ରୟ ରହିତ ହୋଇଯାଇଥିବା ପୁରୁଷ ଛିନ୍ନ ଭିନ୍ନ ମେଘ ପରି ଉଭୟ ଦିଗରୁ ଭ୍ରଷ୍ଟ ହୋଇ ନଷ୍ଟ ହୋଇଯାଆନ୍ତି ନାହିଁ। ଏତନ୍ନେ ସଂଶୟ କୃଷ୍ଣ ଛେତୁର୍ମହର୍ଷ ଶେଷତଃ ତ୍ୱଦନ୍ୟଃ ସଂଶୟସ୍ୟାସ୍ୟ ଛେତାନ ହ୍ୟୁପପଦ୍ୟତେ। ହେ ଶ୍ରୀକୃଷ୍ଣ, ମୋର ଏହି ସଂଶୟ ସମ୍ପୂର୍ଣ୍ଣ ରୂପେ ଛେଦନ କରିବାକୁ ଆପଣ ହିଁ ଯୋଗ୍ୟ, କାରଣ ଆପଣଙ୍କ ବ୍ୟତୀତ ଅନ୍ୟ କେହି ସଂଶୟର ଛେଦନକାରୀ ମିଳିବା ସମ୍ଭବ ନୁହେଁ। ଶ୍ରୀ ଭଗବାନ ଉବାଚ ପାର୍ଥ ନୈବେହ ନାମୁତ୍ର ବିନାଶସ୍ତସ୍ୟ ବିଦ୍ୟତେ ନ ହି କଲ୍ୟାଣକୃତ୍ କଶ୍ଚିତ୍ ଦୁର୍ଗତିଂ तात ଗଚ୍ଛତି। ଶ୍ରୀ ଭଗବାନ କହିଲେ, ହେ ପାର୍ଥ, ସେହି ପୁରୁଷଙ୍କର ଇହଲୋକରେ ବିନାଶ ହୁଏ ନାହିଁ କି ପରଲୋକରେ ବିନାଶ ହୁଏ ନାହିଁ। କାରଣ ହେ ପ୍ରିୟ, ଆତ୍ମ ଉଦ୍ଧାର ପାଇଁ ଅର୍ଥାତ୍ ଭଗବତ ପ୍ରାପ୍ତି ପାଇଁ କର୍ମ କରୁଥିବା କୌଣସି ବି ପୁରୁଷ ଦୁର୍ଗତି ପ୍ରାପ୍ତ ହୁଅନ୍ତି ନାହିଁ। ପ୍ରାପ୍ୟ ପୁଣ୍ୟକୃତାଂ ଲୋକାନୁଷିତ୍ୱା ଶାଶ୍ୱତୀଃ ସମାଃ ଶୁଚିନଃ ଶ୍ରୀମତାଙ୍ଗେଃ ଯୋଗଭ୍ରଷ୍ଟୋ ବିଜାୟତେ। ଯୋଗଭ୍ରଷ୍ଟ ପୁରୁଷ ପୁଣ୍ୟବାନମାନଙ୍କର ଲୋକ ଅର୍ଥାତ୍ ସ୍ୱର୍ଗାଦି ଉତ୍ତମ ଲୋକ ପ୍ରାପ୍ତ ହୁଅନ୍ତି ଓ ବହୁ ବର୍ଷ ଯାଏ ସେଠାରେ ନିବାସ କରି ଶୁଦ୍ଧ ଆଚରଣ ବିଶିଷ୍ଟ ଶ୍ରୀମନ୍ତ ଲକ୍ଷ୍ମୀମନ୍ତ ପୁରୁଷମାନଙ୍କ ଘରେ ଜନ୍ମ ହୁଅନ୍ତି। ଅଥବା ଯୋଗିନାମେବ କୁଳେ ଭବତି ଧୀମତାମ୍ ଏତଦ୍ଧି ଦୁର୍ଲଭତରଂ ଲୋକେ ଜନ୍ମ ଯଦୀଦୃଶମ୍। ଅଥବା ବୈରାଗ୍ୟବାନ ପୁରୁଷ ସେସବୁ ଲୋକକୁ ନ ଯାଇ ଜ୍ଞାନବାନ ଯୋଗୀମାନଙ୍କ କୂଳରେ ହିଁ ଜନ୍ମ ନିଅନ୍ତି। କିନ୍ତୁ ଏପରି ଜନ୍ମ ସଂସାରରେ ନିଃସନ୍ଦେହ ଅତ୍ୟନ୍ତ ଦୁର୍ଲଭ। ତତ୍ର ତଂ ବୁଦ୍ଧି ସଂଯୋଗଂ ଲଭତେ ପୌର୍ବଦେହିକଂ ଯତତେ ଚତୁର୍ଥୌ ଭୂୟଃ ସଂସିଧୌ କୁରୁ ନନ୍ଦନ। ସେଠାରେ ସେହି ପୂର୍ବଜନ୍ମର ଶରୀରରେ ସଂଗ୍ରହ କରିଥିବା ବୁଦ୍ଧିର ସଂଯୋଗ ଅର୍ଥାତ୍ ସମବୁଦ୍ଧି ରୂପକ ଯୋଗ ସଂସ୍କାରଗୁଡ଼ିକୁ ସେ ସହଜରେ ପାଇଯାଆନ୍ତି ଏବଂ ହେ କୁରୁନନ୍ଦନ, ତାହାର ପ୍ରଭାବରେ ସେ ପୁଣି ଥରେ ପରମାତ୍ମା ପ୍ରାପ୍ତି ରୂପକ ସିଦ୍ଧି ପାଇଁ ପୂର୍ବ ଅପେକ୍ଷା ଅଧିକ ପ୍ରଯତ୍ନ କରନ୍ତି। ପୂର୍ବାଭ୍ୟାସେନ ତନୈବ ହ୍ରିୟତେ ହ୍ୟବଶୋऽପି ସଃ ଜିଜ୍ଞାସୁରପି ଯୋଗସ୍ୟ ଶବ୍ଦବ୍ରହ୍ମାତି ବର୍ତ୍ତତେ। ଲକ୍ଷ୍ମୀମାନ ଲୋକଙ୍କ ଘରେ ଜନ୍ମ ନେଇଥିବା ସେହି ଯୋଗଭ୍ରଷ୍ଟ ପୁରୁଷ ପରାଧୀନ ହୋଇ ମଧ୍ୟ ପୂର୍ବାଭ୍ୟାସ ପ୍ରଭାବରେ ହିଁ ନିଃସନ୍ଦେହ ଭଗବାନଙ୍କ ପ୍ରତି ଆକୃଷ୍ଟ ହୁଅନ୍ତି ତଥା ସମବୁଦ୍ଧି ରୂପକ ଯୋଗର ଜିଜ୍ଞାସୁ ମଧ୍ୟ ବେଦରେ କଥିତ ସକାମ କର୍ମର ଫଳକୁ ଉଲ୍ଲଙ୍ଘନ କରିଯାଆନ୍ତି। ବିମସ୍ୟାବିରୁଣେ ଭଙ୍ଗୋ ମୁନିରପି ମତିଭ୍ରମ ଯଦି ଶୋଦଂ ଅଶୁଦ୍ଧଂ ବା ମମ ଦୋଷ ନ ବିଦ୍ୟତେ।